भगवते वासुदेवाय। द्वादशोऽध्याय। वासुदेवଙ୍କ ତେଜ ବହି ପୁଣ୍ଡ୍ରୁକ ବାସୁଦେବ କହି ତାହାକୁ ରଣେ ନାଶ କଲେ ସର୍ଲୋତ୍ତନ୍ତ ବକ୍ର ବଧିଲେ। ଜୟ ବିଜୟ ବେନି ଭାଇ ସପ୍ତ ଋଷିଙ୍କ ଶାପ ପାଇ ହରଣ ହିରଣାକ୍ଷ ଦୁଇ ରାବଣ କୁମ୍ଭକର୍ଣ୍ଣ ହୋଇ ସାଲୋ ଶିଶୁପାଳ ଏବେନି ଶାମ୍ପୂପାର ଜନମ ତିନି ଦ୍ୱିବିଧ ବାନର ନାସିଲେ ଶିଶୁକା ଦଇତ୍ୟ ମାଇଲେ ପାଞ୍ଚ ଜନ କାଶୀ ରାଜନ ସୁଦର୍ଶନ କାଶୀ ଦହନ କୁରୁ ପାଣ୍ଡବଙ୍କ ବିରୋଧ ମହାଭାରତ ଯୁଦ୍ଧ ସିଦ୍ଧ କରୁକୁଳ ସଂହାର ଅର୍ଥେ ଏ ସଙ୍ଗେ ଦୁଷ୍ଟ ରାଜା ଯେତେ ଯୁଧିଷ୍ଠି ବନବାସ କରି ଦ୍ୱାରକାପୁରେ ନରହରି ବଳଦେବ ଗୋପେ ଗମନ କାଦମ୍ବରୀ କଲେ ସେ ପାନ ଯମୁନା କର୍ଷଣ ସେ କଲେ ଅଦ୍ୟାପି ଦେଖି ତାହା ଭଲେ ଦୁର୍ଯ୍ୟୋଧନର କନ୍ୟା ପୁଣ ଶାମ୍ବକୁ ମର ଯେ ହରଣ ହସ୍ତିନାପୁର ଯେ ତାଡ଼ନ କଲେ ସେ ବଳଦେବ ପୁଣ ଅଷ୍ଟ ଐଶ୍ୱର୍ଯ୍ୟ ତାଙ୍କୁ ଦେଇ ଦୟାସାଗର ଭାବଗ୍ରାହୀ ତୀର୍ଥଯାତ୍ରାରେ ବଳରାମ ମୁନିଙ୍କ ଯଜ୍ଞରେ ଆଗମ ସକଳ ମୁନି ମଧ୍ୟେ ବସି ସୁତ ପୌରାଣିକ ଯେ ଋଷି ବସି ଆସନ ନ ଛାଡ଼ିଲେ ତା ଦେଖି ରାମ କୋପ କଲେ କୁଶରେ କାଟି ତାର ଶିରେ ତା ସୁତେ ଦେଲେ ଅଧିକାରେ ବ୍ରହ୍ମ ହତ୍ୟା ଦୋଷରେ ରାମ ଗମେ ସକଳ ତୀର୍ଥମାନ ସୁଦାମା ଦାରିଦ୍ର୍ୟ ଭଞ୍ଜନ ବିଦ୍ୟା ପଠନେ ମିତ୍ରପଣ ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ ଦୟାସାଗର ଭାବଗ୍ରାହୀ କୁରୁକ୍ଷେତ୍ରରେ ଉପରାଗ ଜ୍ୟୋତିଷ ଗ୍ରନ୍ଥର ସଂଯୋଗ ତହିଁ ସକଳେ ରୁଣ୍ଡ ହୋଇ ନନ୍ଦ ଗୋପୀ ଗୋପାଳ ଯହିଁ ଦ୍ୱାରକା ଯଦୁବଂଶ ଆଦି କୁରୁ ପାଣ୍ଡବ ଯେ ପ୍ରସିଦ୍ଧି ସମସ୍ତ ବନ୍ଧୁର କୁଶଳ ଘେନା ଘେନି ଭାବ ନିଶ୍ଚଳ ବାସୁଦେବ ଯେ ଯଜ୍ଞ କଲେ ଦେବକୀ ଷଡ଼ପୁତ୍ର ଦେଲେ ସେ ପୁଣି ଅନ୍ତର୍ଦ୍ଧାନ କଲେ ସୁଭଦ୍ରା ପାର୍ଥେ ବିଭା କଲେ ଦୁର୍ଯ୍ୟୋଧନ ମାନ ପାଇଲେ ପାଣ୍ଡବେ କ୍ରୋଧ ମାନ କଲେ ଶ୍ରୁତଦେବ ମିଥିଳା ରାଜା ଜନକ ବଂଶେ ଯେ ତନୁଜା ତହିଁ ଯେ ରାମକୃଷ୍ଣ ପୁଣ ରହିଣ ତୋଷିଲେ ତା ମନ ବ୍ରହ୍ମଲୋକରେ ପୂର୍ବ ଯଜ୍ଞ ଭୃଙ୍ଗୁକୁ ଦେଖିଲେ ସେ ଭାଗ୍ୟ ତିନି ଦେବ ପରୀକ୍ଷା ଅର୍ଥେ ଭୃଙ୍ଗୁ ଯେ ଗଲେ ଯେଝା ପଥେ ବିଷ୍ଣୁର ମହିମା କହିଲେ ନିତ୍ୟ ମୋ ଚରଣ ପଶିଲେ ବଦରୀ ଆଶ୍ରମରେ ପୁଣ ନର ନାରାୟଣ ଆଶ୍ରମ ନାରଦ ପ୍ରବେଶ ହୋଇଲେ ବେଦ ବ୍ରହ୍ମା ସମ୍ବାଦ କଲେ ତିନି ଦେବଙ୍କ ସ୍ଥିତି ବାଣୀ କେମନ୍ତେ ନାରାୟଣ ଜାଣି ବ୍ରାହ୍ମଣ ପୁତ୍ର ଆଣିବାର ବକାସୁର ବଧ କଲାର ଏମନ୍ତେ ଦ୍ୱାରକା ବିହାର ସେ କୃଷ୍ଣ କୃପାରେ ସଂହାର ନାରଦ ମାୟାରେ ଦର୍ଶକ ଏକ ଏକେଣ ନାରାୟଣ କୃଷ୍ଣର ଯେତେ ବଂଶମାନ ପୁତ୍ର ନାତି ଲତା ଯେ ସନ ସମୁଦ୍ର ଜଳ କ୍ରୀଡ଼ା ବାଣୀ ଏଥିରେ ଯେତେକ କାହାଣୀ ମେଘ ହଂସ ଦୂତାଦିମାନ ଶ୍ରୀକୃଷ୍ଣ ସ୍ତ୍ରୀଙ୍କ ବର୍ଣ୍ଣନ ଏଭାବେ ଦଶମ ସମ୍ପୂର୍ଣ୍ଣ
ଛୟାଶୋଇ ଅଧା ବର୍ଣ୍ଣନ। ଏଭାବେ ଦଶମ ସମ୍ପୂର୍ଣ୍ଣ। ଛୟାଣୋଇ ଅଧା ବର୍ଣ୍ଣନ। ଦଶମ ସ୍କନ୍ଧେ ଏହା କହି ଶୁଣ ଶୌନକ ମନ ଦେଇ। ଏବେ ହ ଶୁଣ ଏକାଦଶ ଶ୍ରୀକୃଷ୍ଣ ବିଭୂତି ପ୍ରକାଶ। ସୁକେ ପରୀକ୍ଷ ପଚାରିଲା କେମନ୍ତେ ବ୍ରହ୍ମ ଶାପ ଦେଲା। ଶ୍ରୀକୃଷ୍ଣ ବିଭୂତି ପ୍ରକାଶି ବ୍ରହ୍ମା ସହିତେ ଦେବେ ଆସି। ସକଳ ଦେବତାଏ ଆସି ଶ୍ରୀକୃଷ୍ଣ ଚରଣ ନିବେଶି। ପୃଥିଭରା ସଂହାର କଲ ସଂସାରେ ଥିବା ନୋହେ ଭଲ। ସତେ ପଞ୍ଚବିଂଶ ବରଷ ଏ ଅବତାର କଲ ଶେଷ। ଏବେ ନିଜ ଧାମକୁ ଚଳ ଆମ୍ଭର ହୋଇବ କୁଶଳ। ଏମନ୍ତେ କୃଷ୍ଣ ଚିତ୍ତେ ଜାଣି ଯାଦବ ସଂହାର ଭାଳେଣି। ପୃଥ୍ୱୀରେ ଯଦୁବଂଶ ଥିଲେ ଉଶ୍ୱାସ ନାହିଁ ମହି ଭରେ। ବିପ୍ରେ ଯେ ଜନ ଲୋକେ ଥିଲେ ଶ୍ରୀକୃଷ୍ଣ ଦର୍ଶନେ ଅଇଲେ। କୃଷ୍ଣ ବାଳକଙ୍କ ବିହାର ନାରୀ ବେଶ ଶାମ୍ବ କୁମର। ତା ପେଟେ ଲହର ଖର୍ପରି ଦିଶଇ ଗର୍ଭ ସ୍ତ୍ରୀ ପରି। ଋଷି ଯେ ପରିଶ୍ରମ ପାଇ ଫୁଟିଣ ସେ ଆଶୁ ଅଛଇ। ଗର୍ଭ ପ୍ରସବ ଅର୍ଥେ ପୁଣି କୋପିଲେ ବ୍ରହ୍ମ ଋଷି ଶୁଣି। କହିଲେ ଲହର ମୂଷଳ ଜନ୍ମନା ଶିବ ଯଦୁକୁଳ। ତହୁଁ ମୂଷଳର ଉତ୍ପତ୍ତି ତା ନେଇ ପର୍ବତେ ଘଷନ୍ତି। ସେ ଜଳୁ ଯେ ସନ୍ତ ରାବଣ ଶେଷ ଲୁହା ଜରାର ବାଣ। ବସୁଦେବପୁରେ ନାରଦ ତା ଆଗେ ଜ୍ଞାନର ସମ୍ବାଦ। ଜନକ ମିଥିଳା ନଗରେ ନିମି ରାଜା ଯଜ୍ଞଶାଳରେ। ନବ ଋଷିଙ୍କର ସମ୍ବାଦ କହିଲେ ନିର୍ଗୁଣର ଭେଦ। ଦ୍ରାବିଡ଼ ଅବିହୋତ୍ର ନାମ ଚମସ ଯେ କର ଭାଜନ। ଏ ନବ ଭାଇ ଅନ୍ୟ ଅନେ ଜ୍ଞାନ କହି ନିମି ରାଜନେ। ଋଷଭ ଦେବଙ୍କର ସୁତ ସତେ କୁମରେ ଜ୍ୟେଷ୍ଠ ଭ୍ରାତ। ଏକାଶୀ ଭାଇ ଯେ ବ୍ରାହ୍ମଣ ଗଲେ ଯେ ବ୍ରହ୍ମଲୋକେ ପୁଣ। ଭରତ ସପ୍ତଦ୍ୱୀପେ ରାଜା ସେ ପୁଣ କଲେ ସର୍ବତେଜା। ନବ ଖଣ୍ଡ କରିଣ ମହି ନବ ଭାଇଙ୍କୁ ସେ ଦିଅଇ। ଯଦୁରାଜା ସଙ୍ଗତ ପୁଣ ଅବଧୂତ ସମ୍ବାଦ ଜାଣ। ଚତୁର୍ବିଂଶ ଗୁରୁ ପ୍ରସଙ୍ଗ ବିରକ୍ତ ଅନୁଭବ ରଙ୍ଗ। କୃଷ୍ଣ ଉଦ୍ଧବର ସମ୍ବାଦ ଉଦ୍ଧୃତ ମୟା ମୋହ ଛେଦ। ଆତ୍ମା ବିଦ୍ୟା ଜ୍ଞାନ ଯେ ଧ୍ୟାନ କର୍ମ ସଂଖ୍ୟାଦି ପୂଜା ମାନ। ଉଦ୍ଧବ ବଦ୍ରିକାଶ୍ରମରେ ଗଲେ ତପୋବନ ବେଶରେ। ଦ୍ୱାରକା ଉତ୍ପାତ ଦର୍ଶନ ପ୍ରବାସ ତୀର୍ଥକୁ ଗମନ। ହୋମ ଯଜ୍ଞାଦି ନାନା ଶାନ୍ତି କୃଷ୍ଣ ଅଜ୍ଞାରେ ସେ କରନ୍ତି। ବାରୁଣୀ ମଦ୍ୟ କଲେ ପାନ ଯାଦବ ହେଲେ ଅନ୍ୟ ଅନ୍ୟ। ଏରକା ବନେ ଯୁଦ୍ଧ କଲେ ସର୍ବେ ସଂହାର ତହିଁ ହେଲେ। ପ୍ରଦ୍ୟୁମ୍ନ ଶିର ଚକ୍ରେ ଭେଦ ଦେଖି ବଳରାମ ବିଷାଦ। ତକ୍ଷଣେ ସର୍ପ ରୂପ ଧରି ବୈକୁଣ୍ଠ ସ୍ଥାନେ ବିଜେ କରି। ମାଘ ଯେ ଅମାବାସ୍ୟା ଦିନ ଅଶ୍ୱତ୍ଥ ମୂଳେ ଭଗବାନ। ଜାରାସ ବର ଉପଗତ ପାଦ ପଦ୍ମରେ ଶସ୍ତ୍ରାଘାତ। ଜାରା ଯେ ବୈକୁଣ୍ଠକୁ ଗଲା ଦେବଙ୍କ ସଦନେ ହୋଇଲା। କୃଷ୍ଣ ଯେ ଯୋଗ ଧ୍ୟାନ ରହି ଦାରୁକ ଦର୍ଶନ କରଇ। ଦାରୁକ ଦାରୁକକୁ ପେଶି
ଶ୍ରୀକୃଷ୍ଣ ବୈକୁଣ୍ଠବାସୀ ବାମଦେବାଦି ସ୍ୱର୍ଗ ପ୍ରାପ୍ତି ଯାଦବେ ସଂସ୍କାର ହୁଅନ୍ତି। ସେ ଅଷ୍ଟପାଟ ବଂଶୀମାନ ଅଗ୍ନିରେ ହୋଇଲେ ଦହନ। ଶେଷେ ଯେ କୃଷ୍ଣ ନାରୀ ଥିଲେ ଅର୍ଜୁନ ତା ଘେନି ଚଳିଲେ। ଦ୍ୱାରକା ସମୁଦ୍ର ଗହଣ ରହେ ନିବାସ ଏକ ସ୍ଥାନ। ଯୁଦ୍ଧ ଗୋପାଳ ଅର୍ଜୁନେଣ ଗାଣ୍ଡୀବ ଧନୁ ତା ଶିରେଣ। କୃଷ୍ଣ ପତ୍ନୀଙ୍କ ଅନ୍ତର୍ଧ୍ୟାନ ପାଷାଣ ରୂପ ସେ ଧାରଣ। ମଥୁରାପୁରେ ସେ ରାଜନ ବକ୍ର ଅନିରୁଦ୍ଧ ନୟନ। ମଥୁରାପୁରେ ସେ ରାଜନ ବଜ୍ର ଅନିରୁଦ୍ଧ ନୟନ। ହସ୍ତିନା ନଗରର ନୃପ ପରୀକ୍ଷ ଅଭିମନ୍ୟୁ ସୁତ। ପାଣ୍ଡବେ ମହାପରସ୍ଥାନ ହିମାଳୟ ସ୍ୱର୍ଗ ଆରୋହଣ। ଏକାଦଶ ସ୍କନ୍ଧ ଚରିତ 32 ଅଧ୍ୟାୟରେ ନିର୍ମିତ। ଏକାଦଶରେ ଏହା କହି ଶୁଣ ସୌନକ ମନ ଦେଇ। ଦ୍ୱାଦଶ ସ୍କନ୍ଧେ ଯେ ଚରିତ ବର୍ତ୍ତମାନ ଭବିଷ୍ୟଭୂତ। ସୂତ କହନ୍ତି ବିଦ୍ୟମାନ ସୌନକ ଶୁଣ ସାବଧାନ। ଏ କଳି ଯୁଗ ଯେ ପ୍ରବେଶ ବର୍ତ୍ତମାନ ରାଜାଙ୍କ ବଂଶ। ଭବିଷ୍ୟ ରାଜବଂଶ ଭୋଗ ଏଥି ନିର୍ଣ୍ଣୟ ଯେତେ ଯୋଗ। ଯୁଗ ଲକ୍ଷଣ ଯେ ବାବୃତ୍ତି କଳି ଯୁଗରେ ଧର୍ମ ଗତି। ଏ ଚାରି ବର୍ଣ୍ଣାଶ୍ରମ ମାନ ଧର୍ମେ ଅଧର୍ମେ ଯେତେ ଜ୍ଞାନ। ପ୍ରାଣୀମାନଙ୍କର ବିନାଶ ସୃଷ୍ଟି ସର୍ଜନର ଯେ ଶେଷ। ନିତ୍ୟ ନୈମିତ୍ତିକ ଯେ ଦୁଇ ପ୍ରାକୃତ ଆତ୍ୟନ୍ତିକ ହୋଇ। ଏ ଚାରି ପ୍ରଳୟ ବର୍ଣ୍ଣନେ କହିଲୁ ତୁମ୍ଭର ଆଗେଣ। ଚତୁଃସର୍ଗ ପ୍ରାକୃତ ସର୍ଗ ବୈକୃତିକ ବଂଶ ସର୍ଗ। ଏ ତିନି ଉତ୍ପତ୍ତି ବର୍ଣ୍ଣନ ତହୁଁ ସେ ସୃଷ୍ଟିର ସୃଜନ। ପରୀକ୍ଷିତ ଯୋଗ ଅଭ୍ୟାସ ଶୁକଦେବଙ୍କ ଉପଦେଶ। ପରୀକ୍ଷ ବାସୁଦେବ ପାଦେ ନିମଗ୍ନ ହେଲେ ଯେଉଁ ଭେଦେ। ପରୀକ୍ଷ ବାସୁଦେବ ପାଦେ ନିମଗ୍ନ ହେଲେ ଯେଉଁ ଭାବେ। ରାଜାଙ୍କୁ ବ୍ରହ୍ମ ଶାପ ଦେଲେ ତକ୍ଷକ ଦଂଶିବ ବୋଇଲେ। ଧନ୍ୱନ୍ତ୍ରୀ ତକ୍ଷକ ଦର୍ଶନ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରେଣ। ଧନ୍ୱନ୍ତ୍ରୀ ପଥୁ ବାହୁଡ଼ିବା ତକ୍ଷକ କପଟେ ଆସିବା। କୃମି ରୂପେ ରାଜା ଦଂଶନ ପନ୍ନାଗ୍ନି ଶରୀର ଦହନ। ବିଷ୍ଣୁ ଭକ୍ତ ଯେ ପରୀକ୍ଷିତ ହୋମାଗ୍ନି ଦହେ ଆତ୍ମାଭୂତ। ତାଙ୍କ ବୈକୁଣ୍ଠ ଆରୋହଣ ବେଦ ଶାଖା ଯେ ପ୍ରଚାରଣ। ମାରକଣ୍ଡ ଋଷି ଚରିତ ମାୟା ପ୍ରଳୟ ପ୍ରଭାବିତ। ମାରକଣ୍ଡେୟର ଅନୁଗ୍ରହ ଶପଥ କଳ୍ପ ରକ୍ଷା ଦେହ। ମାୟା ପ୍ରଳୟ ଅନ୍ତର୍ଧାନ ହର ପାର୍ବତୀଙ୍କ ଦର୍ଶନ। ମହାପୁରୁଷଙ୍କ ନିର୍ଣ୍ଣୟ ଯେଣୁ ସେ ସର୍ବତେଜମୟ। ଶଙ୍ଖ ଚକ୍ରାଦି ଯେ ଆୟୁଧ ଅଙ୍ଗ ଆଭରଣ ପ୍ରସାଦ। ଏହାଙ୍କ ଯେତେ ତତ୍ତ୍ୱଜ୍ଞାନ ତାହାଙ୍କ ଜ୍ୟୋତି ଜ୍ୟୋତ୍ସ୍ନାମାନ। ଏ ସର୍ବ କହିଲୁ ତୁମ୍ଭରେ ଯେ ଭାବେ ପୁଚ୍ଛିଲ ଆମ୍ଭରେ। ଜାଗତି ଆତ୍ମା ସୁଧମୟ ଦ୍ୱାଦଶ ଆଦିତ୍ୟ ନିର୍ଣ୍ଣୟ। ରଥକ ମଣ୍ଡଳ ବିହାର ଯକ୍ଷ ଗନ୍ଧର୍ବ ବିଦ୍ୟାଧର। ଅପ୍ସରା ଆଦି ଯେ ରାକ୍ଷସୀ ଏ ଆଦି ଯେତେ ସପ୍ତ ଋଷି। 12 ମାସରେ ଯେ ନିର୍ଣ୍ଣୟ
ସର୍ବସୁ ନୀଳ ମହାଶୟ। ଚନ୍ଦ୍ରର କ୍ଷୟ ବୃଦ୍ଧି ପୁଣ, ଦେବେ ଯେ କରନ୍ତି ଭକ୍ଷଣ। ସୂତ କହେ ସୌନକ ମୁନି, ପୁଛିଲୁ ଭାଗବତ ବାଣୀ। ପୂର୍ବେ ମୁଁ ଯାହା ଶୁଣିଥିଲି, ବିସ୍ତାରି ତୁମ୍ଭକୁ କହିଲି। ବାସୁଦେବର ଯେତେ ଲୀଳା, ଅବତାରରେ ଯେତେ କଳା। ବର୍ଣ୍ଣନ ତାହାଙ୍କ ମହିମା, ଯେତେ କହିଲି ଗୁଣସୀମା। ସେ ପ୍ରଭୁ ପରମ ପୁରୁଷ, ତାହାର ମହିମା ଅଶେଷ। ସୂତ କହେ ସୌନକ ମୁନି, ଶ୍ରୀ ଭାଗବତ ରସ ଧ୍ୱନି। ଶ୍ରୀରାମ କଳି ଯେ ବରାହ, କମଠ ମୀନ ନରସିଂହ। ଧର୍ମ ହରି ପାବନ ନାମ, ହୟଗ୍ରୀବାଦି ଶ୍ରୀ ବାମନ। ବିଶ୍ୱରୂପ ଯେ କପିଳେଶ, ନାରଦ ଯଜ୍ଞ ବେଦ ବ୍ୟାସ। ବୃଦ୍ଧ କଳକି ଧନ୍ୱନ୍ତରୀ, ହଂସ ଦୈବ ଯେ ପରିବାରୀ। ମୋହିନୀ ନର ନାରାୟଣ, ଅନନ୍ତ ରୂପରେ ରାଜନ। କୌଶିକ ଧାତ୍ରୀ ଭାର୍ଗବ, ମଘ ସ୍ୱୟଂଭୁ ପୃଥୁ ଧ୍ରୁବ। 32 ଅବତାର ହୋଇ, ଦୁଷ୍ଟ ନାଶି ଉଶ୍ୱାସେ ମହି। ତାହାର ନାମ ଉଚ୍ଚାରିଲେ, ନୟନେ ତା ରୂପ ରଖିଲେ। ତାହାର ନାମ ଉଚ୍ଚାରିଲେ, ନୟନେ ତା ରୂପ ଦେଖିଲେ। ଶୁଣେ ଶୁଣାଏ ଯେ ଗାୟନ, ନ ଯାଏ ସମନ ଭୁବନ। ପ୍ରାଣୀ କ୍ଷୁଧା ତୃଷାର୍ତ୍ତ ହୋଇ, ନାନା ତାପେ ବ୍ୟଥାକୁ ପାଇ। ଚାଲନ୍ତେ ପଥ ହୁଡ଼ି ପଡ଼େ, କଣ୍ଟା ପାଷାଣେ ଅବା ବାଡ଼େ। ହେଳା ବା ଶ୍ରଦ୍ଧାରେ ଶୁଣଇ, ସଂସାର ସାଗରୁ ତରଇ। ତା ନାମ ହୃଦେ ଯେ ଭଜନ୍ତି, ସେ ବାସୁଦେବ ତହିଁ ସ୍ଥିତି। ଅଜ୍ଞାନ ଅନ୍ଧକାର ଦୂର, ନିର୍ମଳ ହୁଅଇ ଶରୀର। ଅନ୍ଧକାରକୁ ସୂର୍ଯ୍ୟ ନାଶେ, ମେଘ ଚଳନ୍ତି ବାତ ତ୍ରାସେ। ବାସୁଦେବଙ୍କ କଥା ଛାଡ଼ି, ଆନ କଥାରେ ଯେବେ ବଢ଼ି। ସେ ସବୁ ବ୍ୟର୍ଥ ଅଟଇ, କୁହୁକ ବିଦ୍ୟା ସେ ଖେଳଇ। ସେ କୃଷ୍ଣ କଥା ରସ ବିନା, ଯେତେ କବିତ୍ୱର ବର୍ଣ୍ଣନା। ରସ କାଳରେ ରସି ମନ, ସେ ସର୍ବ ବ୍ୟର୍ଥ କାରଣ। ମଙ୍ଗଳଦାୟକରେ ପୂର୍ଣ୍ଣ, ସୁନ୍ଦର ରସରେ ଆପ୍ୟାନ। ନବୀନ ମନ ମହୋତ୍ସବ, ଆନନ୍ଦ କରେ ସର୍ବଜୀବ। ପ୍ରାଣୀ ଶୋକ ସମୁଦ୍ର ମାନ, ଦହନ କରେ ତତ୍କ୍ଷଣ। ଯେ ଜପେ ବାସୁଦେବ ନାମ, କରେ କୀର୍ତ୍ତନ ସୁମରଣ। ଜଗତ ପବିତ୍ର କରଇ, ପୁଣି ଆତ୍ମାକୁ ନିସ୍ତାରଇ। ଯେ ମୁଖେ ବାସୁଦେବ ବାଣୀ, ଗାୟନ ନ କରନ୍ତି ପୁଣି। କାକ ଶ୍ୱାନ ମୁଖତା ବୋଲି, ଯହିଁ ହଂସ ନ କରେ କେଳି। ଯା ନାମ ଧରି ସାଧୁଜନ, ତହୁଁ କରୁଥାନ୍ତି ଗାୟନ। ଜଗତ ପାପ ବିନାଶଇ, ଶ୍ଲୋକେ ଶ୍ଲୋକେ ପାପ ହରଇ। ଯେ ଅବା ପୁରାଣ ପଢ଼ଇ, ତତ୍ତ୍ୱ ଜାଣି ବିଷ୍ଣୁ ଭଜଇ। ଯେବେ ସକଳ କର୍ମ ଛାଡ଼ି, ସନ୍ନ୍ୟାସୀ ମାର୍ଗେ ଚିତ୍ତ ବଢ଼ି। ବାସୁଦେବ ଭଜନ ନାହିଁ, ନ ଭଜି ଜ୍ଞାନହୀନ ସେହି। ସଂସାରେ ଥାଇ ସର୍ବଧର୍ମ, ଯେତେକ ଶୁଭାଶୁଭ କର୍ମ। ଯେବେ ସେ ବାସୁଦେବେ ଦେଇ, ସାଧୁ ବୈଷ୍ଣବ ତାକୁ କହି। ଯେ ବା ଯେତେକ ବର୍ଣ୍ଣ ଧର୍ମ, କର୍ମ ଆଚରେ ସେ ବ୍ରାହ୍ମଣ। ବାସୁଦେବ ବୋଲି ନ ଜାଣି, ବ୍ୟର୍ଥେ ମରନ୍ତି ଯେ ପ୍ରାଣୀ।
ଯେ କୃଷ୍ଣ ଚରଣାର ବିନ୍ଦ, ସେ ପ୍ରାଣୀ କରନ୍ତି ଆସ୍ୱାଦ। ନାମ ଗୁଣ କୀର୍ତ୍ତନ ମାନ, ଆବର ସ୍ମରଣ ପୂଜନ। ଚିତ୍ତ ଗୋବିନ୍ଦନ ପାଶୋରେ, ସକଳ ଅମଙ୍ଗଳ ଉତ୍ତରେ। ପରୀକ୍ଷ ରାଜା ଗଙ୍ଗା ତୀରେ, ପ୍ରାର୍ଥନା ଉପଦେଶ କରେ। ଯୋଗ ଆସନେ ବସି ପୁଣି, ଭାଗବତେ ଯେ ସୁଖ ବାଣୀ। ମୁଇଁ ତା ଶୁଣିଥିଲି ପୂର୍ବେ, କହିଲି ତୁମ୍ଭ ଭକ୍ତି ଭାବେ। ଏବେ ତାହା ସ୍ମରଣ କଲି, ସଂସାର ବନ୍ଧନୁ ତରିଲି। ହେ ବ୍ରହ୍ମ ଋଷିମାନେ ଶୁଣ, ଶ୍ରୀ ଭାଗବତ ଯେ ପୁରାଣ। ଶ୍ରୀ ବାସୁଦେବଙ୍କ ଚରିତ, ଅତି ପବିତ୍ର ଏ ଅମୃତ। ସେ ବାସୁଦେବ କର୍ମ ଗୁଣ, ବେଦ ପୁରାଣରେ ବଖାଣ। କେହି ତ ନ ଜାଣନ୍ତି ଅନ୍ତ, ଆକାଶ ଯେହ୍ନେ ଅପ୍ରମିତ। ଶୁଣିଲେ ସର୍ବ ପାପ ହରେ, ପଠନ କି କହିବା ତାରେ। ଯେବେ ଅନ୍ତରେ ନାମ ଧରେ, ବ୍ରହ୍ମାଙ୍କୁ ନ ଯାଇ ଗୋଚରେ। ଶ୍ରଦ୍ଧା ଭାବରେ ଯେ ପଢ଼ନ୍ତି, ସପ୍ତପୁରୁଷ ସ୍ୱର୍ଗେ ଯାନ୍ତି। ଜୀବନ ମୁକ୍ତ ଯେ ବୋଲାଇ, ଅନ୍ତକାଳେ ବୈକୁଣ୍ଠ ପାଇ। ସାତ କୂଳରୁ ସାତ ଗୋଟି, ଯେ ପ୍ରାଣୀ ଉଦ୍ଧାର କରେଟି। ମାତୃକୂଳ ଯେ ପିତୃକୂଳ, ଭଗ୍ନୀର କୂଳ ପତ୍ନୀ କୂଳ। ମାଉସୀ ପିଉସୀ ଜୁଆଇଁ, କୂଳରେ ଗୋଟିଏ ତରଇ। ଦ୍ୱାଦଶୀ ଏକାଦଶୀ ତିଥି, ଅଷ୍ଟାମୀ ପୂର୍ଣ୍ଣମୀ ସଂକ୍ରାନ୍ତି। ଚତୁର୍ଦ୍ଦଶୀ ଅମାବାସ୍ୟା ପର୍ବ, ପୁଣ୍ୟତିଥି ମାନ ସେ ସର୍ବ। ପଢ଼ି ଶୁଣିଲେ ଆୟୁର୍ବୃଦ୍ଧି, ପୁଣ୍ୟ ସମ୍ପଦ ଜ୍ଞାନ ସିଦ୍ଧି। ଅନ୍ନ ଭୋଜନ ବିନା ଯେବେ, ପଠନ ସ୍ମରଣ କରିବେ। ମହାପାତକୁ ମୁକ୍ତ ହୋଇ, ବିଷ୍ଣୁର ଭକ୍ତି ସେ ଲଭଇ। ପୁଷ୍କର ତୀର୍ଥ ବଦରିକା, ମଥୁରା ପ୍ରୟାଗ ଦ୍ୱାରିକା। କୁରୁକ୍ଷେତ୍ର ପୁରୁଷୋତ୍ତମ, କାଶୀପୁର ଉତ୍ତମ ସ୍ଥାନ। ସଂଯମୀ ହୋଇ ଯେଉଁ ଜନ, ଦଶମୀ ଏକାଦଶୀ ଦିନ। ଦ୍ୱାଦଶୀ ତିଥି ଉପବାସ, ସଂକଳ୍ପ ଚିତ୍ତରେ ଅଭ୍ୟାସ। ଏ ଯେ ପୁରାଣ ଭାଗବତ, ଦ୍ୱାଦଶ ସ୍କନ୍ଧରେ ବିଦିତ। 360 ପ୍ରମାଣ, 18 ସହସ୍ର ଗ୍ରନ୍ଥ ପୁଣ। ଏହାକୁ ସମାପ୍ତ କରିଣ, ପଢ଼ିବେ ଯେ 3 ଦିନେଣ। ଏକାଗ୍ର ଚିତ୍ତ ହୋଇ ପୁଣି, ନ ଲାଗେ ଭବ ତରଙ୍ଗିଣୀ। ସର୍ବ ପାପରୁ ମୁକ୍ତ ହୋଇ, ଅଗ୍ନି ଯେ ଶନେ ସର୍ବ ଖାଇ। ପଢ଼ିଲା ଶୁଣିଲା ପ୍ରାଣିତ, ଅବିଘ୍ନେ କାମନା ସେ ପ୍ରାପ୍ତ। ସଂହିତା ଭାବେଣ ବ୍ରାହ୍ମଣ, ଗାୟତ୍ରୀ ତ୍ରିଦେବ କାରଣ। ସଂହିତା ଭାବେଣ ବ୍ରାହ୍ମଣ, ଗାୟତ୍ରୀ ତ୍ରିବେଦ କାରଣ। କ୍ଷତ୍ରୀ ଯେବେ ପଢ଼ି ଶୁଣଇ, ସପ୍ତଦ୍ୱୀପ ଦାନ ଲଭଇ। ବୈଶ୍ୟ ହୋଇ ପଢ଼ି ଶୁଣିଲେ, ଜଗତ ଅନ୍ନ ଦାନ ଫଳେ। ବିଷ୍ଣୁ ପ୍ରାପ୍ତି ତାକୁ ହୁଅଇ, ସୁଖେ ବାଣିଜ୍ୟ କୃଷି ହୋଇ। ସର୍ବ ପାପରୁ ମୁକ୍ତ ହୋଇ, ଭକତେ ଅନ୍ନ ପାଣି ଦେଇ। ଶୂଦ୍ର ହୋଇଣ ଯେବେ ପଢ଼ି, ଶୁଣଇ ଶ୍ରଦ୍ଧା ଚିତ୍ତେ ବଢ଼ି। ସକଳ ପାପୁ ମୁକ୍ତ ହୋଇ, ବାସୁଦେବ ଚରଣ ପାଇ। ମଧୁକୁଲ୍ୟା ଯେ ଘୃତ କୁଲ୍ୟା, ଦଧିକୁଲ୍ୟା ଯେ ଦୁଗ୍ଧ କୁଲ୍ୟା। ଏ 4 ଦିନ ଫଳ ପାଏ, ବିଷ୍ଣୁ ଚରଣ ପ୍ରାପ୍ତି ହୁଏ। ଶୁଣିଲେ ସଫଳ ହୁଅଇ, ଶ୍ରଦ୍ଧା ବିଶ୍ୱାସେ ଯେ ଶୁଣଇ। ସକଳ ପାପ ନ ଲାଗଇ, ବିଷ୍ଣୁ ଚରଣେ ଲୀନ ହୋଇ।
ଶ୍ରୀ ଭାଗବତ ପୁରାଣରେ କଳିରେ ପାପ ନାଶ କରେ। ସେ ବାସୁଦେବର ମହିମା ଗାୟନ ନାମ ଗୁଣ ସୀମା। ଆନ ପୁରାଣ ମାନଙ୍କର ଏଭାବେ ନୁହଁଇ ପ୍ରଚାର। ଅଶେଷ ଜଗତ ମୂରତି ବାସୁଦେବ ଏଥିରେ ସ୍ଥିତି। ତାଙ୍କ ମହିମା ପଦେ ପଦେ କଥା ପ୍ରସଙ୍ଗରେ ଆନନ୍ଦେ। ସେ ଯେ ଭାଗବତ ବାସୁଦେବ ଅଜନ୍ମା ଅମୂର୍ତ୍ତି ଅବିଦ୍ୟ ଅନନ୍ତ ଆତ୍ମା ତତ୍ତ୍ୱ ରୂପୀ ଉତ୍ପତ୍ତି ସ୍ଥିତି ପ୍ରଳୟାପୀ। ସକଳ ମାୟାର କାରଣ ଅଶେଷ ଜୀବର ଧାରଣ। ବ୍ରହ୍ମା ଯେ ସର୍ବଦେବ ପିତା ମହେଶ ଆଦି ବ୍ରହ୍ମବେତା। ଏମାନେ ନିଗମେଣ ସ୍ଥିତି ଯାଦି ଅନ୍ତ ନ ଜାଣନ୍ତି। ସେ ଯେ ଅଚ୍ୟୁତର ଚରଣ ତାଙ୍କୁ ମୋ ନମସ୍କାର ପୁଣ। ସେ ପ୍ରଭୁ ଯେମନ୍ତ ଅଟନ୍ତି ନବ ଶକ୍ତିରେ ଯୁକ୍ତ ମତି। ସକଳ ମାୟାର ରଚନା ସ୍ଥାବର ଜଙ୍ଗମ ଯାତନା। ସର୍ବଭୂତରେ ପୂରିଛନ୍ତି କେବଳ ପ୍ରଭୁ ପ୍ରକାଶନ୍ତି। ସେ ଦେବ ଦେବ ସଦା ସ୍ଥାୟୀ ତାପାଦେ ପ୍ରଣମଇ ମୁହିଁ। ସେ ପ୍ରଭୁ ସାକ୍ଷାତ ଈଶ୍ୱର ସୁଖ ଅନୁଭବ ମାତର। ଜଗତ ଲୋକ ଉପଦେଶୀ ଉଦ୍ଧବ ବୈକୁଣ୍ଠବାସୀ। ବିଷ୍ଣୁ ଚରଣେ ବେଦବ୍ୟାସ ସର୍ବଗ୍ରନ୍ଥମୟ ପ୍ରକାଶ। ତାଙ୍କ ଅଙ୍ଗରୁ ଜନ୍ମ ନେଇ ପୁତ୍ର ସ୍ୱରୂପ ସୁଖ ହୋଇ। ସାକ୍ଷାତ ବାସୁଦେବ ଅଂଶ ଜନନୀ ଜଠରୁ ସନ୍ନ୍ୟାସ। ଆତ୍ମଜ୍ଞାନରେ ସେ ପ୍ରକାଶ ଅବଧୂତ ସ୍ୱରୂପ ବେଶ। ବ୍ୟାସଙ୍କ ତହୁଁ ଉପଦେଶ ଶ୍ରୀ ଭାଗବତ ପୁଣ୍ୟ ରସ। ତତ୍ତ୍ୱଜ୍ଞାନ ଆଦି ସନ୍ତୋଷ ବ୍ୟାସଙ୍କ ମାୟା କଲେ ନାଶ। ବ୍ରହ୍ମଜ୍ଞାନ ହୃଦୟ ଭାସୀ ବ୍ୟାସଙ୍କୁ ଛାଡ଼ି ବନବାସୀ। ତାଙ୍କ ପଛେ ବ୍ୟାସ ଗୋଡ଼ାଇ ବଦ୍ରିକା ଆଶ୍ରମେ ଚଳଇ। ମେରୁ ଶିଖର ପରିଜନ୍ତେ ଏମନ୍ତ ପଥରେ ଯେ ଯାନ୍ତେ। ଆକାଶ ମାର୍ଗେ ଦେବଶିରୀ ବସ୍ତ୍ର ପାଲଟି ସ୍ନାନ କରି। ଶୁକକୁ ଯହୁଁ ଦେଖି ଆଦି ପ୍ରଣାମ କଲେ ସ୍ୱର୍ଗବାସୀ। ଶୁକ ତା ଦେଖି ନ ଦେଖିଲେ କନ୍ୟାଙ୍କ ପାଦେ ବ୍ୟାସ ଗଲେ। ବ୍ୟାସ ଯେ କନ୍ୟାକୁ ପୁଥିଲେ ଆମ୍ଭକୁ ଦେଖି ପଶ ଜଳେ। ଶୁକ ମୋ ଯୁବା ଯେ ବୟସ ତା ପାଦେ ହୋଇଲ ପ୍ରବେଶ। ଦେବକନ୍ୟାମାନେ କହନ୍ତି ସେ ଯେ ପରମ ଯୋଗୀ ଶାନ୍ତି। ତାଙ୍କର ସ୍ତ୍ରୀ ପୁରୁଷ ଭାବ ନଥାଏ ଏମନ୍ତ ସ୍ୱଭାବ। ତୁମ୍ଭର ଦେବେ ଶ୍ରଦ୍ଧା ଅଛି ତୁମର ଦେହେ ଶ୍ରଦ୍ଧା ଅଛି। ଏଣୁ ତୁମ୍ଭକୁ ଆମ୍ଭେ ଲୁଚି। ଶୁକ ଯେ ବନରେ ପ୍ରବେଶ ଜ୍ଞାନରେ ହୋଇଲେ ଅଦୃଶ୍ୟ। ବ୍ୟାସ ଯେ ତାଙ୍କୁ ନ ଦେଖିଲେ ସେ ସର୍ବ ଜୀବେ ନିମଜ୍ଜିଲେ। ବ୍ୟାସ ସେ ବନେ ଦିନେ ରହି ତାହାଙ୍କୁ ଅନୁରାଗ ବହି। ବୃକ୍ଷମାନଙ୍କରୁ ଶବଦ ଶୁକଦବ ବଚନ ଭେଦ। ସେ ଭାବେ ଚତୁର୍ଦ୍ଦଶ ଲୋକେ ଶୁଣିଲେ ବୃକ୍ଷରୁ ସେ ବାକ୍ୟେ। ତା ଶୁଣି ବ୍ୟାସ ବୋଧ ହୋଇ ହୃଦରେ ଜ୍ଞାନ ସେ ଜନ୍ମାଇ। ସନ୍ତତି ବୁଦ୍ଧିର ଯେ ନିମନ୍ତେ ପ୍ରାର୍ଥନା କଲେ କର୍ମ ମତେ। ସେ ଶୁକଦେବ
ପ୍ରତିଛାୟା ସୁକ ନାମେଣ ପ୍ରତିକାୟା ଆପଣା ଅଂଶେ ତହିଁ ଥୋଇ ବ୍ୟାସଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତିଶୁକକୁ ଘେନି ବ୍ୟାସ ଆପଣା ଆଶ୍ରମେ ପ୍ରବେଶ ତାଙ୍କୁ ବ୍ରତ ଉପନୟନ କରାଇ ବେଦ ଅଧ୍ୟୟନ ପିତୃଲୋକଙ୍କର ଦୁହିତି ସେ ନାମ ମନୁ ଉତ୍ତପତି ସବରୀ ନାମ ଯେ ତାଙ୍କରି ଭୟାସୁକକୁ ବିଭା କରି ତହୁଁ ସେ ଚାରି ଯେତନଏ ଜନ୍ମଇ ଏକଇ କନ୍ୟାଏ କୃଷ୍ଣ ଗୌର ପ୍ରଭୁ ଶମ୍ଭୁ ଏ ଚାରି ପୁତ୍ର ତା ସମ୍ଭବୁ କନ୍ୟାର ନାମ କୃତି ହୋଇ ପାଞ୍ଚାଳ ଦେଶେ ବିଭା ହୋଇ ଅସହ ନାମେଣ ରାଜନ ପାଞ୍ଚାଳ ଦେଶେ ବିଦ୍ୟମାନ ସେ କନ୍ୟା ପୁତ୍ର ବ୍ରହ୍ମଦତ୍ତ ସେ ବ୍ରହ୍ମା ଜ୍ଞାନରେ ଯୁକତ ଚାରି ଯେ ବ୍ରହ୍ମାଙ୍କ ବଂଶେଣ ପରାଶର ଗୋତ୍ରୀ ବ୍ରାହ୍ମଣ ଚାରି ବେଦରେ ସେ ହୋଇଲେ ତହୁଁ ସେ ସୁକ ମୁନି ଗଲେ ବ୍ୟାସଙ୍କୁ ଜ୍ଞାନ ସେ ପୁଛିଲେ ତହୁଁ ସେ ବୋଧନ ହୋଇଲେ ମିଥିଳା ଜନକ ରାଜନ ସେ ରାଜ ଋଷି ବିଦ୍ୟମାନ ସେ ନବ ମହାମୁନି ଶିଷ୍ୟ ତହିଁ ଯେ ଜ୍ଞାନତା ବିଶେଷ ସୁକ ଯେ ଉପଦେଶ ପାଇ ଆତ୍ମାରେ ବ୍ରହ୍ମଙ୍କୁ ବନ୍ଦଇ ପିତା ପୁତ୍ରାଦି ଛାଡ଼ି ଗଲେ ସୁକଙ୍କ ଦେହରେ ମିଶିଲେ ଏକଭୂତ ସେ ସୁକଦେବ ତାହାଙ୍କ ଚରଣେ ସେ ଭାବ ଜଗତ ହିତେ ବ୍ରହ୍ମ ଦେହି ଭାଗବତ ପୁରାଣ କହି ଏ ଭାଗବତର ମହିମା କେ କହିପାରେ ଗୁଣ ସୀମା ପରୀକ୍ଷ ରାଜା ପୁଣ୍ୟ ବଳେ ଅକସ୍ମାତେ ସୁକ ଶୁଣିଲେ ପରୀକ୍ଷ ଭାଗବତ ଶୁଣି ବୈକୁଣ୍ଠ ଲଭିଲେ ସେ ପୁଣି ଜଗତ ହିତର ନିମନ୍ତେ କହିଲୁ ତୁମ୍ଭର ଅଗ୍ରତେ ସକଳ ପ୍ରାଣୀ ପାପ ନାଶ ପୁରାଣ ଶୁଣି ପାପ ଧ୍ୱଂସ ମହିମା ସେ ସୁକ ଦେବର କୀର୍ତ୍ତନ କରେ ଶତବାର ସେ ସୁକ ଦେବେ ନମସ୍କାର ସତେ ଦଣ୍ଡ ପ୍ରମାଣ ମୋର କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ସୁଜନେ ଦୋଷ ନ ଧରିବା ମୋହର ତୁମ୍ଭ ପାଦେ ସେବା ଦେଶ ଭାଷା ପ୍ରାକୃତ ବନ୍ଧ ଏଥେ ନାହିଁ ସଂସ୍କାର ଭେଦ ବାର ମାତ୍ରା ପଞ୍ଚାଶାକ୍ଷର ଶବଦ ବ୍ରହ୍ମର ବିଚାର ବେଦ ପୁରାଣେ ଆଦି ଯେତେ ସଂସାର ପ୍ରାକୃତ ସହିତେ ସକଳ ଦେଶ ଭାଷା ମାନ ସର୍ବ ଅଟଇ ଭିନ୍ନ ଭିନ୍ନ ସେ ବିଷ୍ଣୁ ସର୍ବଭୂତେ ଏକ ଅର୍ଥବାଦରେ ସେ ଅନେକ ତେଣୁ ତା ମିତ୍ର ପର ନାହିଁ କେବଳ ଭାବେ ବଶ ହୋଇ ସାମୁକୁ ମୁକୁତା ଯେ ସନେ ପ୍ରାକୃତ ଛାଡ଼ି ତତ୍ତ୍ୱ ଘେନେ ମୁଁ ପାପୀ ମୂଢ଼ ଯେ ଅଜ୍ଞାନ ନମଇ ତୁମ୍ଭର ଚରଣ କହଇ ଜଗନ୍ନାଥ ଦାସ କୃଷ୍ଣ ଚରଣେ ଦେଇ ଚିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଦ୍ୱାଦଶସ୍କନ୍ଧେ ଶାନ୍ତି ପର୍ବଣି ଦାନ ଧର୍ମୋତ ମାନୁଶାସନେ ନୈମିଷାରଣ୍যେ ସୁତ ଶୌନକ ସମ୍ବାଦେ ପ୍ରଥମ ସ୍କନ୍ଧାରଭ୍ୟ ଦ୍ୱାଦଶସ୍କନ୍ଧ ପର୍ଯ୍ୟନ୍ତ ଅନୁକ୍ରମଣିକା କଥନେ ନାମ ଦ୍ୱାଦଶୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।